ଜୟ ଶ୍ରୀରାମ। ସମଗ୍ର ଜଗତର ପ୍ରାଣର ଆଧାର ଗ୍ରହରାଜ ରବି 15 ଜୁନ 2026 ଠାରୁ 16 ଜୁଲାଇ 2026 ଯାଏଁ ମିଥୁନ ରାଶିରେ ସଞ୍ଚାର କରିବେ। ସୂର୍ଯ୍ୟଙ୍କ ମିଥୁନ ରାଶି ସଂକ୍ରମଣ ଉତ୍ତରାୟଣର ଶେଷ ମାସ ହେବ। ମିଥୁନ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ କାଳରେ ମେଷ ରାଶି ପାଇଁ କାର୍ଯ୍ୟସିଦ୍ଧି ଏବଂ ପରାକ୍ରମ ବୃଦ୍ଧି, ବୃଷ ରାଶି ପାଇଁ ସ୍ୱାସ୍ଥ୍ୟ ସମସ୍ୟା, କୁଟୁମ୍ବରେ କ୍ଲେଶ, ମିଥୁନ ରାଶି ପାଇଁ ରାଜସମ୍ମାନ, କ୍ରୋଧ ବୃଦ୍ଧି, କର୍କଟ ରାଶି ପାଇଁ ଧନହାନି, ଦେହପୀଡ଼ା, ସିଂହ ରାଶି ପାଇଁ ସମସ୍ତ କାର୍ଯ୍ୟସିଦ୍ଧି, ସମାଜରେ ସମ୍ମାନିତ ଏବଂ ଆର୍ଥିକ ଲାଭ, କନ୍ୟା ରାଶି ପାଇଁ କର୍ମକ୍ଷେତ୍ରରେ ରାଜସମ୍ମାନ, ସୌଭାଗ୍ୟ ବୃଦ୍ଧି, ତୁଳା ରାଶି ପାଇଁ ଦୂରଯାତ୍ରା, ଧର୍ମ କାର୍ଯ୍ୟରେ ଆଗ୍ରହ ବୃଦ୍ଧି, ବିଛା ରାଶି ପାଇଁ ସମ୍ମାନହାନି, ସ୍ୱାସ୍ଥ୍ୟ ସମସ୍ୟା, ଧନୁ ରାଶି ପାଇଁ ଦାମ୍ପତ୍ୟ କଳହ, କର୍ମକ୍ଷେତ୍ରରେ ନୈରାଶ୍ୟ ବୃଦ୍ଧି, ମକର ରାଶି ପାଇଁ ପ୍ରତିଯୋଗିତାରେ ବିଜୟୀ ଏବଂ ରୋଗ ବୃଦ୍ଧି, କୁମ୍ଭ ରାଶି ପାଇଁ ଆକସ୍ମିକ କାର୍ଯ୍ୟସିଦ୍ଧି ତଥା ସମାଜରେ ସମ୍ମାନିତ ଏବଂ ମୀନ ରାଶି ପାଇଁ ପରିବାରରେ ଅଶାନ୍ତି ତଥା ସଞ୍ଚିତ ଧନବ୍ୟୟର ସୁଯୋଗ। ଦୃକ୍ସିଦ୍ଧ ମତରେ ସଂକ୍ରାନ୍ତି ପୁରୁଷର ମସ୍ତକରେ ରେବତୀ ନକ୍ଷତ୍ର, ଅଶ୍ୱିନୀ ନକ୍ଷତ୍ର ଏବଂ ଭରଣୀ ନକ୍ଷତ୍ର ବା ଦ୍ୱିଜା ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ଅପମାନ, ମୃଗଶିରା ନକ୍ଷତ୍ର ମୁଖରେ ଅବସ୍ଥାନ କରୁଥିବା ହେତୁ ଦୁଃଖ ବୃଦ୍ଧି, ନେତ୍ରଦ୍ୱୟରେ ଧନିଷ୍ଠା ନକ୍ଷତ୍ର, ଶତଭିଷା ନକ୍ଷତ୍ର, ପୂର୍ବ ଭାଦ୍ରପଦ ନକ୍ଷତ୍ର, ଉତ୍ତର ଭାଦ୍ରପଦ ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ସମ୍ମାନ ବୃଦ୍ଧି, ହୃଦୟରେ ଚିତ୍ରା ନକ୍ଷତ୍ର, ସ୍ୱାତି ନକ୍ଷତ୍ର, ବିଶାଖା ନକ୍ଷତ୍ର, ଅନୁରାଧା ନକ୍ଷତ୍ର ଏବଂ ଜ୍ୟେଷ୍ଠା ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ପ୍ରୀତିଲାଭ, ବାମ ହସ୍ତରେ ମୂଳା ନକ୍ଷତ୍ର, ପୂର୍ବାଷାଢ଼ା ନକ୍ଷତ୍ର, ଉତ୍ତରାଷାଢ଼ା ନକ୍ଷତ୍ର, ଶ୍ରବଣା ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ବନ୍ଧନ ଭୟ, ଦକ୍ଷିଣ ହସ୍ତରେ ଆଦ୍ରା ନକ୍ଷତ୍ର, ପୁନର୍ବସୁ ନକ୍ଷତ୍ର, ପୁଷ୍ୟା ନକ୍ଷତ୍ର ଏବଂ ଅଶ୍ଳେଷା ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ଆର୍ଥିକ ଲାଭ, ଗୁପ୍ତାଙ୍ଗରେ କୃତ୍ତିକା ନକ୍ଷତ୍ର ଏବଂ ରୋହିଣୀ ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ମୃତ୍ୟୁବତ୍ କ୍ଲେଶ ବା ରୋଗପୀଡ଼ା, ଦକ୍ଷିଣ ପାଦରେ ମଘା ନକ୍ଷତ୍ର ଏବଂ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ଭ୍ରମଣ, ବାମ ପାଦରେ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଏବଂ ହସ୍ତା ନକ୍ଷତ୍ର ଅବସ୍ଥାନ କରୁଥିବା ହେତୁ ଦୂରଯାତ୍ରା ତଥା ଶାରୀରିକ ପୀଡ଼ାର ସୂଚନା ମିଳେ। ତେବେ ସୂର୍ଯ୍ୟଙ୍କ ମିଥୁନ ରାଶି ସଂକ୍ରମଣ କାଳରେ ଯେଉଁ ରାଶି ପାଇଁ ବା ଯେଉଁ ନକ୍ଷତ୍ର ପାଇଁ ଅଶୁଭ ପ୍ରଭାବ ରହୁଛି, ସେହି ଅଶୁଭ ପ୍ରଭାବ ହ୍ରାସ ପାଇଁ ମିଥୁନ ସଂକ୍ରାନ୍ତି ଠାରୁ କର୍କଟ ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ମଧ୍ୟରେ ପ୍ରତିଦିନ ପ୍ରାତଃ ସ୍ନାନ ପରେ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ ଏବଂ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର 108 ଥର ଯଦି ପାଠ କରାଯାଏ ତାହେଲେ ଏହାର ପ୍ରଭାବ ହ୍ରାସ ହେବା ସହିତ ସୂର୍ଯ୍ୟଙ୍କ ପ୍ରଭାବରେ ଶୁଭତ୍ୱ ବୃଦ୍ଧି ହେବ। ଜୟ ଜଗନ୍ନାଥ।